ରାମ ନାରାୟଣ ରାମ। ଆମ ମନରେ ଏଜି ଭାବ ରହିଅଛି ଯେ ଭଗବାନ ପ୍ରସନ୍ନ ହେବେ, କିଏ ଖୁସି ହେବେ, ଭଗବାନ କେଉଁଠି ଅଛନ୍ତି, ଭଗବାନଙ୍କ ଶକ୍ତି ତ ଆମ ମନରେ ଅଛି। ତେଣୁ ତୁମେ ତୁମ ସତ୍ତା ମଧ୍ୟରେ ନିଜ ସ୍ୱରକୁ ଖୋଜ। ଏହି ହେଉ ଆଦି। ଏହି ପାଇଁ ପୂଜା ଏବଂ ପର୍ବ ନିର୍ମାଣ ହୋଇଛି। ଭଗବାନ କୌଣସି ଅଲଗା ରୂପରେ ରହନ୍ତି ନାହିଁ। ଭଗବାନ ଆଖି ବନ୍ଦ କଲେ ଆସି କଥା ହେବେ। ଏହିପରି ଭାବିବା ଭଗବାନଙ୍କୁ ଅବମାନନା କରିବା ସମାନ। ଆମେ ନିଜେ ଭଗବାନଙ୍କର ଶକ୍ତି ହୋଇ ଭଗବାନଙ୍କ ଗଛ ଓ ଫଳ ହୋଇ ଅଛୁ। ଯେଉଁଠି ବୀଜ ଅଛି ସେଠି ଗଛ ଏବଂ ଫଳ ଅଛି। ଆମେ ସେହି ଗଛ ଏବଂ ଫଳ ଫୁଲ ଅଟୁ। ଏହି ଜୀବଲୋକରେ ଆମେ ତାଙ୍କର ବୀଜ ହୋଇ ରହିଛୁ। ଏହା ଚିନ୍ତା କରିବାର ବିଷୟ ଯେ ଆମେ ଭଗବାନଙ୍କୁ ପାଇବୁ କି ଆମେ ନିଜେ ଭଗବାନ ହୋଇଯିବୁ।